ନବର ବାପା ହେବା ଓ ଦାୟିତ୍ୱବୋଧ। ସନ୍ତୋଷପୁର ଗାଁରେ ନବ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଖୁସିରେ ରହୁଥିଲେ। ନବ ଗାଁର ଜଣେ ବହୁତ ମଜାକିଆ ଓ ଆମୋଦପ୍ରିୟ ଲୋକ ଥିଲେ। ସକାଳୁ ଉଠି ଚା ଦୋକାନକୁ ଯାଇ ଖଟି କରିବା ଓ ଗପ ମାରିବା ତାଙ୍କର ଦୈନିକ ଅଭ୍ୟାସ ଥିଲା। ଚା ଦୋକାନରେ ହଠାତ୍ ହଲଚଲ। ଏକଦିନ ସକାଳେ ନବ ଚା ଦୋକାନରେ ବସି ଗପୁଥିବା ସମୟରେ ତାଙ୍କ ମୋବାଇଲ ବାଜି ଉଠିଲା। ଫୋନରେ ତାଙ୍କ ମା ବ୍ୟସ୍ତ ହୋଇ ଚିତ୍କାର କଲେ, "ହ୍ୟାଲୋ ନବ, ଶୀଘ୍ର ଘରକୁ ଆସ, ଲକ୍ଷ୍ମୀକୁ ହସ୍ପିଟାଲ ନେବାକୁ ପଡ଼ିବ।" ଏକଥା ଶୁଣି ନବ ଏତେ ଭୟଭୀତ ଏବଂ ବାଉଳା ହୋଇଗଲେ ଯେ ଚା ପିଇବା ବଦଳରେ ଗରମ ଚାଟାକୁ ନିଜରେ ରଖିଦେଲେ। ଚା ଦୋକାନୀ ଆଶ୍ଚର୍ଯ୍ୟ ହୋଇ କହିଲା, "ଆରେ ନବ, ଟା କେଉଁଠି ନେଉଛୁ?" ନବରେ କହିଲେ, "ପରେ ଆସି ଫେରାଇଦେବି ଭାଇ, ଏବେ ମୁଁ ବଡ଼ ବ୍ୟସ୍ତ ଅଛି।" ତାଙ୍କର ଏଭଳି କାଣ୍ଡ ଦେଖି ଚା ଦୋକାନରେ ଥିବା ସମସ୍ତେ ହସି ପକାଇଲେ। ଦୃଶ୍ୟ ତୁରନ୍ତ ଏକ ଅଟୋ ଡାକି ନବ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କୁ ନେଇଗଲେ। ରାସ୍ତାରେ ନବ ଭୟରେ ବାରମ୍ବାର ପଚାରୁଥିଲେ, "ଲକ୍ଷ୍ମୀ, ସବୁ ଠିକ୍ ଅଛି ତ?" ଲକ୍ଷ୍ମୀ ବିରକ୍ତ ହୋଇ କହିଲେ, "ତୁମେ ଚୁପ୍ ରୁହ, ମୋତେ ବେଶୀ ଟେନସନ୍ ଦିଅନି।" ହରେ ଡାକ୍ତର ଲକ୍ଷ୍ମୀଙ୍କୁ ଡେଲିଭରି ରୁମ୍ ଭିତରକୁ ନେଇଗଲେ। ନବ ବାହାରେ ଚିନ୍ତାରେ ଏପଟ ସେପଟ ହେଉଥିଲେ, କେବେ କାନ୍ଥକୁ ଧକ୍କା ହେଉଥିଲେ ତ କେବେ ଭଗବାନଙ୍କୁ ଡାକୁଥିଲେ। ସେତିକିବେଳେ ତାଙ୍କ ସାଙ୍ଗ ନଟିଆ ସେଠାରେ ପହଞ୍ଚିଲା। ନଟିଆ ପଚାରିଲା, "କ'ଣ ହେଲା ନବ? ଏତେ ଭୟ କାହିଁକି?" ନବ କହିଲେ, "ମୋର ପିଲା ହେବାକୁ ଯାଉଛି ରେ।" ନଟିଆ ହସି କହିଲା, "ଆଗରୁ ତୁ ନିଜେ ଗୋଟେ ପିଲା ଭଳିଆ ଅଛୁ, ଏବେ ଆଉ ଗୋଟେ ପିଲା ଆସିବ। ଖୁସିର ଖବର ଓ ମଜାଦାର ଘଟଣା।" କିଛି ସମୟ ପରେ ଡାକ୍ତର ବାହାରକୁ ଆସି କହିଲେ, "ଅଭିନନ୍ଦନ, ଆପଣଙ୍କର ପୁଅ ପିଲା ହୋଇଛି।" ନବ ଖୁସିରେ ନାଚି ଉଠିଲେ। ସେ ନଟିଆକୁ କୁଣ୍ଢାଇ ପକାଇ କହିଲେ, "ମୁଁ ବାପା ହେଇଗଲି ରେ।" ନଟିଆ ବୁଝାଇଲା, "ଭଲ କଥା, କିନ୍ତୁ ଏବେ ଦାୟିତ୍ୱ ବଢ଼ିଗଲା। ସକାଳୁ ସନ୍ଧ୍ୟା ଚା ଦୋକାନରେ ବସିଲେ ଆଉ ଚଳିବନି।" ପରଦିନ ଗାଁରେ ଖୁସିର ଲହରୀ ଖେଳିଗଲା। ସମସ୍ତେ ନବଙ୍କ ଘରକୁ ପିଲାକୁ ଦେଖିବାକୁ ଆସିଲେ। କିନ୍ତୁ ସବୁଠାରୁ ମଜା କଥା ହେଲା, ପିଲାଟି ଯେତେବେଳେ କାନ୍ଦୁଥିଲା, ନବ ମଧ୍ୟ ଭୟରେ ତା ସହିତ କାନ୍ଦିବାକୁ ଲାଗୁଥିଲେ। ଏହା ଦେଖି ଲକ୍ଷ୍ମୀ କହିଲେ, "ପିଲାକୁ ଶାନ୍ତ କରିବା ବଦଳରେ ତୁମେ ନିଜେ କାନ୍ଦୁଛ।" ଏହା ଶୁଣି ଘରେ ଉପସ୍ଥିତ ଥିବା ସମସ୍ତ ଲୋକ ହସି ପକାଇଲେ। ଶେଷ କଥା, କନକ୍ଲୁଜନ, ଏହି ସୁନ୍ଦର ଅନୁଭୂତି ପରେ ନବଙ୍କ ଭିତରେ ବହୁତ ବଡ଼ ପରିବର୍ତ୍ତନ ଆସିଲା। ସେ ତାଙ୍କର ପିଲାଳିଆମୀ ସ୍ୱଭାବ ଛାଡ଼ି ଜଣେ ଦାୟିତ୍ୱଶୀଳ ବାପା ହେଲେ ଏବଂ ନିଜ ପରିବାରର ବହୁତ ଭଲ ଭାବେ ଦେଖାଶୁଣା କଲେ। ନୀତି ଶିକ୍ଷା, ମୋରାଲ, ପରିବାରର